हेलो फ्रेंड्स नमस्कार मु मनीषा आपण मान समस्त अनेक अनेक शुभेच्छा और शुभकामना। आपण मैंने जानी आज है सुदर्शा व्रत। चलतु केमी मैं सुदर्शा व्रत मैंने पूजा करुच्ची पूजार विधि आपण मानक निश्चित देखा। चलतु देखा बर्तमान फूल कटाई दुआ मोर पाखु पूरा भितर देखा देखु माँ लक्ष्मी पाद पड़ी पड़ी जीव देखु चलतु माँ को आज मैंने हलदी आ गंगा पानी गाधेदवा आ क्षीर भी गाधेदवा। क्षीर देखो नहीं आसी क्षीर गाधेदेले तापर गंगा पानी आउ हलदी मु सबुदिने माँ को हलदी पानी गाधे दिए, गुरुवार भी गाधे दिए हलदी लगे कि माँ को। आज क्षीर आ हलदी गंगा पानी मिसिकी देखो खटली मु सब मैंने लक्ष्मी पाद काटी देछि आ लक्ष्मी माँ को पाद चित्र काटी फूल भी काटी एवं नुआ कपड़ा पिंधेदवा। माँ को उढ़नी माँ को कदली पत्र रहा सिंदूर लगे देखु आमर एपटे ऊपर आमर सब ठाकुर पूजा हो सारी देखु कहीं आज व्रत मान 10 प्रकार फूल आसी कौन हो फूल टी फुटी ना फुटीज कहीं राति माने भोर पूजा हो तो फूल फुटी ना। एठी कौन रही एठी अच्छी गुआ आ कौड़ी तो गुआ कौड़ी भी रही एठी सब फूल भी रही दुब पत्र बरकोली पत्र फूल सब ये बही रही फल कहीं फल बर्तमान अरुआ चाउल फूल सब सजा हो गलानी आ कलश ये बसा सर कलश उपर नड़िया बसाई कौन ना आमर ये माने पैड मिलला पैड मिलला तार हूँ जो कहती नथिला ये देखो जो कौड़ी आमर कौड़ी है कलशर कौड़ी रही आठी गुआ मुझे 10टा मत गुआ दे फूल दे फूल देखो तो माँ केमती सजे आ देखो आमर सब ये 10 प्रकार फल रही देखो माने सब प्रकार फल रही एठी नड़िया रही ये व्रत रही देखो कहीं फूल आमर टे मिलानी हूँ से आम जहाँ सब माने फूल आनी सी पूरा राति पूजा हो फुटी ना अधा फुटा हो रही नहीं।
ଫୁଟିଯିବ ଆଉ ଟିକେ ପରେ। ଦେଖନ୍ତୁ ବର୍ତ୍ତମାନ ପାଇଁ ଭୋଗ ଆମର ସବୁ ରେଡ଼ି ହେଇଗଲାଣି। ଦେଖନ୍ତୁ ଭୋଗ ରେଡ଼ି ହେଲାଣି। ଏଠି ଆମର ରହିଛି ଯେତିକି ଭୋଗ ହବ ମାନେ ହେଉଛି ସେ କାହାକୁ ଦିଆହେବନି। ଏଠି ଦେଖନ୍ତୁ ଆମର ଧୂପ ଲାଗିଲାଣି। ଠାକୁର ଆମର ପୁରା ସଜା ହେଇଗଲେ। ଦେଖନ୍ତୁ ଏଠି କଳସ ଭୋଗ ରାଗ ସବୁ ସଜା ହେଇଗଲା। ଦେଖନ୍ତୁ ଏବେ ଧୂପ ଲଗା ହେଉଛି। ଆଉ କ'ଣ ବାକି ଅଛି ଦେଖନ୍ତୁ। ଦେଖନ୍ତୁ ଝୁଣା ଲଗା ହେଲା। ନଡ଼ିଆ କତାରେ ଝୁଣା ଦେଇକି ଲଗା ହେଉଛି। ଝୁଣା କଢ଼ା ହେଲା। ଝୁଣା ତାଠି ପଡ଼ିବ ଟିକେ ଧୂଆଁ ହେବା ପାଇଁ। ଦେଖନ୍ତୁ ଧୂଆଁ ରେଡ଼ି ହେଇଗଲାଣି। ଦେଖନ୍ତୁ 10 ପ୍ରକାର ଫଳ ଆସିଥିଲା। କାହିଁକିନା 10 ପ୍ରକାର ଏ ବ୍ରତରେ 10 ପ୍ରକାର ଫଳ ନ ଆସିଲେ ହେବନି। 10 ପ୍ରକାର ଫଳ ଆଉ 10 ପ୍ରକାର ହେଉଛି ଫୁଲ। ଦେଖନ୍ତୁ ପୂଜା ହେଉଛି। ଏଟା ମୋର। ଦେଖନ୍ତୁ ଏବେ ବର୍ତ୍ତମାନ ପାଇଁ ଧୂପ ଲାଗିଗଲା। ଆଉ କ'ଣ ହେଇଛି ନା ଶୁଭମ ଏବେ ଉଠିଲେ। ଶୁଭମ ଉଠି କହୁଛନ୍ତି ଏତେ ଜିନିଷ କ'ଣ ହେଇଛି। ଦେଖନ୍ତୁ ଦେଖିପାରୁଛ। ଦେଖନ୍ତୁ ଆମର ଯେତିକି ଘରେ ସବୁ ଠାକୁର ଅଛି ସବୁ ଏକା ସାଙ୍ଗରେ ପୂଜା ହେଇଯାଇଛି। ଖାଲି ହେଉଛି ମାଆଙ୍କୁ ତଳେ ରଖା ହେଇଛି। ତଳେ ରଖିକି ମାନେ ହେଉଛି ପୂଜା କରାହେଉଛି। ଆଉ ତାଙ୍କର ସ୍ପେଶାଲ ଦିନ ସେଇଥିପାଇଁ। ଦେଖନ୍ତୁ ପୁରା ହେଉଛି ପୂଜା ହେଇଗଲା। ଦେଖିପାରୁଛନ୍ତି। ଦେଖନ୍ତୁ ଏଇଟା ମାଆଙ୍କ କତିରେ ସଜା ହେଉଛି। ଉପରେ ଥିଲା କାହିଁକିନା ଏଇଟା ହେଉନି। ଦେଖନ୍ତୁ ନଡ଼ିଆର ପାଣି ଫଟେଇ ଦେଲେ ଏକାଥରକର ମନୀଷା। ମୋତେ ତ ପାଣି ବହୁତ ପସନ୍ଦ। ନଡ଼ିଆ ପାଣି। ତାହେଲେ ଭୋଗ ରେଡ଼ି ହେଇଗଲାଣି। ଗୋଟେ ବାରରେ ଖାଇଦଉଛି। ଶୁଭମ ଏବେ ଉଠିଲା। ସବୁ ପୂଜାପୂଜି ସରିଲା ପରେ ଉଠିଲା।
ଶୋଇ ପଡ଼ିଥିଲେ ନାଇଁ? ହଁ ଲେଟ୍ କରିଥିଲି। ବର୍ତ୍ତମାନ ପାଇଁ 10 ପ୍ରକାର ଭୋଗ ରେଡ଼ି ହେଇଯାଇଛି। ଦେଖନ୍ତୁ ଭୋଗ ଆମର ମାଆଙ୍କୁ ଦିଆହବ। ଦେଖନ୍ତୁ କଦଳୀ ପତ୍ରରେ ଦିଆହେଉଛି। ଦେଖିପାରୁଛନ୍ତି, ଦେଖନ୍ତୁ କଳସ ବହିଛି, କଳସ ଆଗରେ ଦିଆହେଉଛି, ଏଠି ମାଆଙ୍କ ପାଖରେ ଆଗରେ ଦିଆହେଉଛି। ଆଉ ଏଠି ଆମର ଉପରେ ଯେତିକି ସବୁ ଠାକୁର ରହିଲେ ତାଙ୍କୁ ସବୁ ଭୋଗ ଦିଆହେଉଛି। ଦେଖନ୍ତୁ ସମସ୍ତଙ୍କର ଭୋଗ ଥାଳି ଅଲଗା। ଦେଖନ୍ତୁ ଭୋଗ ଦିଆ ସରିଲା। ଏବେ ହେଉଛି ପାଣି ବୁଲା ହେଉଛି। ଦେଖନ୍ତୁ ସବୁ ଭୋଗ ରାଗ ସବୁ ରେଡ଼ି ହେଇଗଲା। ଏବେ ଆଉ କିଛି ନାହିଁ, ବହି ପଢ଼ିବା ଟାଇମ୍। ବ୍ରତ ବହି ଯିଏ ଅଛି ସେଇଟା ପଢ଼ା ହେବ। ଦେଖନ୍ତୁ ସୁଦଶା ବ୍ରତ ବହି, ଏଇ ବହି ପଢ଼ିକି ଆପଣମାନେ ମାନେ ଲକ୍ଷ୍ମୀଙ୍କର ଯେଉଁ ମା ଲକ୍ଷ୍ମୀଙ୍କର ଯେଉଁ 10ଟି ଗଣ୍ଠି ପଢ଼ିକି ଗଣ୍ଠି ପକାଇବେ। ବୈଦ ପରମ ଲକ୍ଷ୍ମୀ ଜଗତ ତାରିଣୀ, ସମୁଦ୍ର ମନ୍ଥନରୁ ଜାତ ହୋଇଲୁ ତୁ ପୁଣି, ତେଣୁ କରି ନାମ ହେଲା ଲକ୍ଷ୍ମୀ ନାରାୟଣୀ, ବିଷ୍ଣୁଙ୍କ ଘରଣୀ ମାଗ କମଳିନ, ଏଥୁ ଅନନ୍ତରେ ଦିନେ ମନ୍ତ ସମୟେ, ନାରଦ ମହର୍ଷି ଇନ୍ଦ୍ର ଭୁବନ ବିଜୟେ, ଷଡ଼ଘ୍ୟ ଦେଇ ଇନ୍ଦ୍ର ପାଦ ପୂଜା କଲେ, ବସିବା ନିମନ୍ତେ ଦିବ୍ୟାସନ କେ ଦେଲେ, କେବଳ ବ୍ରତ କଲେ କେବଳ ଫଳ ପାଇ, ଘରଣୀ ପୁତ୍ର ଦୁଇତା କେମନ୍ତ ମିଳଇ, ଏହା ମତେ ସଖ୍ୟ। ଦେଖନ୍ତୁ ବର୍ତ୍ତମାନ ପାଇଁ ଯେଉଁ ବ୍ରତ ରହିଛି ତାକୁ 10ଟା ଗଣ୍ଠି ପଡ଼ିଛି। ଗଣ୍ଠି ପଡ଼ି ସବୁ ଫୁଲ ଆଉ କହନ୍ତି ଏଇଟା ଦୁବ ସବୁ ଦିଆହେଲା। ଦେଖନ୍ତୁ କଳସ ପାଖରେ ରହିଲା। ଆଉ ଥରେ ତାକୁ କ'ଣ କରାହବ ନା, ଯେଉଁ ବହି ପଢ଼ାଯିବ ତାକୁ ମାନେ ଏମିତି ଗଣାଯିବ ହେଲା। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ, ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ, ତୃତୀୟ ଗଣ୍ଠିର ନାମ ଶ୍ରୀ ହରିହର ପ୍ରିୟା, ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା, ପଞ୍ଚମ ଗଣ୍ଠିର ନାମ ଅଟଇ କମଳା, ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା, ସପ୍ତମ ଗଣ୍ଠିର ନାମ ଅଟେ ପଦ୍ମାଳୟା, ଅଷ୍ଟମ ଗଣ୍ଠିର ନାମ ହୋଇଲା ଚଞ୍ଚଳା, ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ, ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ। ଦେଖନ୍ତୁ ବ୍ରତ ପୂଜା ସରିଯାଇଛି, କଳସ ଉପରେ ରହିଲା। କିଛି ସମୟ ପରେ ନେଇକି କରିବା। ମୁଁ ଏତିକି ବହି ପଢ଼ିଲି, ଆଉ ବାକି ମାନେ ସନ୍ଧ୍ୟା ବେଳକୁ ପଢ଼ିନି। ଆଉ ଏବେ ଯାଉଛି ମାନେ କଂସା ଅମୃତ ଭୋଗ ପୁରା ରେଡ଼ି ହେଇଗଲା। ଏବେ ମୁଁ 10ଟା ମଣ୍ଡା ପାଇଁ ତିଆରି କରିବି। ସମ୍ପୂର୍ଣ୍ଣ ଆମର ପୂଜା ସରିଗଲା, ଦେଖିପାରୁଛନ୍ତି। ଏବେ ମଣ୍ଡା ପିଠା ତିଆରି ହେବ। ଦେଖନ୍ତୁ
बर्तन भाई पिठा पूरा रेडी है 10टा पिठा रेडी है 10टा मंडा तांकर 10टा मंडा रेडी है बर्तन भाई भोग दिहब देखो कदली पत्र भोग दिहब गुगुली गुगुली की डका अछि देखो तो भोग दिहगला ये ठाकुर को भोग दिहला।